ସୁଭଦ୍ରା ଯୋଜନାରେ ଯୋଉମାନେ ଆବେଦନ କରିଛନ୍ତି ବା ଯୋଉମାନେ ଆବେଦନ କରିବା ପାଇଁ ଯାଉଛନ୍ତି ତାଙ୍କ ପାଇଁ ଏଇ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବହୁତ ଇମ୍ପୋର୍ଟାଣ୍ଟ ଭିଡିଓ। 17 ତାରିଖରେ କେଉଁମାନଙ୍କୁ ପ୍ରଥମ କିସ୍ତି ମିଳିବ, ତା ସହିତ ଆପଣଙ୍କ ଫର୍ମ ଆପ୍ରୁଭ ହୋଇଛି କି ନାହିଁ, ତେବେ ଆପଣଙ୍କ 17 ତାରିଖ ପରେ ଆପ୍ଲାଏ କଲେ ଆପଣଙ୍କୁ କିସ୍ତି ମିଳିବ କି ନାହିଁ, ସବୁ ଏ ପ୍ରଶ୍ନର ଉତ୍ତର ରହିଛି। ତେବେ ଆପଣମାନେ ଯଦି ଆବେଦନ କରିଦେଇଛନ୍ତି, ଆପଣଙ୍କ ଫର୍ମ ଆପ୍ରୁଭ ହୋଇନାହିଁ, ପେଣ୍ଡିଂରେ ଦେଖଉଛି, ଆପଣ ତୁରନ୍ତ ଯାଇ ଜନସେବା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ଆଉ ଯଦି ଆପଣଙ୍କର ପେଣ୍ଡିଂ ରହିଲା 17 ତାରିଖ ପର୍ଯ୍ୟନ୍ତ, ତାହେଲେ ଜାଣନ୍ତୁ ଆପଣଙ୍କୁ ପ୍ରଥମ କିସ୍ତି ମିଳିବ ନାହିଁ। ଯଦି ଆପଣଙ୍କର ଆପ୍ରୁଭ ହେଇଯାଇଛି, ତାହେଲେ ଆପଣଙ୍କୁ 17 ତାରିଖରେ ପ୍ରଥମ କିସ୍ତି ମିଳିବ। ସେକେଣ୍ଡରେ ହେଲା 17 ତାରିଖ ଦିନ ଆପଣ ଯଦି ଆପ୍ଲାଏ କରୁଛନ୍ତି ବା ତାପରେ ଆବେଦନ କରୁଛନ୍ତି, ତାହେଲେ ମଧ୍ୟ ଆପଣଙ୍କୁ ସୁଭଦ୍ରା ଟଙ୍କାର ପ୍ରଥମ କିସ୍ତି ମିଳିବ। କିନ୍ତୁ ଯଦି ଆପଣଙ୍କର ଫର୍ମ ଆପ୍ରୁଭ ହେଇଥିବ। ଦେଖନ୍ତୁ, ଆପଣ ଯେତେବେଳେ ଆବେଦନ କରିବା ପାଇଁ ଯାଉଛନ୍ତି ବା ଆବେଦନ କରିଛନ୍ତି, ତ ପ୍ରଥମେ ଧ୍ୟାନ ରଖନ୍ତୁ, ଆପଣଙ୍କର ପ୍ରୋଫାଇଲ ଚେକ୍ କରନ୍ତୁ, ଆପଣଙ୍କର ପ୍ରକୃତରେ ଆପ୍ରୁଭ ହୋଇଛି କି ନାହିଁ। ଆପଣ ଯେତେବେଳେ ଆପଣଙ୍କର ଯୋଉ ଜନସେବା କେନ୍ଦ୍ରରେ ଦଉଛନ୍ତି ବା ଅନଲାଇନ ଆପ୍ଲାଏ କରୁଛନ୍ତି, ତା ପୂର୍ବରୁ ଗୋଟେ ଜେରକ୍ସ କପି ଆପଣଙ୍କ ପାଖରେ ରଖିଦିଅନ୍ତୁ ଗୋଟେ ପ୍ରୁଫ ପାଇଁ। ଆଉ ପ୍ରଥମେ ହେଲା, ଏବେ ସବୁଠାରୁ ଭଲ କଥା ହେଲା, ଯୋଉମାନେ ଆବେଦନ କରିବେ କେବଳ ମାତ୍ର ଆଧାର କାର୍ଡରେ ଆପଣ ଆବେଦନ କରିପାରିବେ ଅନଲାଇନରେ। କୌଣସି ମୋବାଇଲ ନମ୍ବର ଲିଙ୍କ ଥିବା ଦରକାର ନାହିଁ। ଯଦି ଲିଙ୍କ ଅଛି ତ ଭଲ କଥା, ଲିଙ୍କ ନଥିଲେ ମଧ୍ୟ କିଛି ଅସୁବିଧା ନାହିଁ। ଆପଣମାନେ ଭାବି ଯୋଉମାନେ ଲିଙ୍କ ଅଛି ସେମାନେ ପ୍ରଥମ କିସ୍ତି ପାଇବେ, ଆଗେ ପାଇବେ, ସେଇଟା ଭୁଲ ଧାରଣା। ଆପଣଙ୍କ ଯଦି ପ୍ରୋଫାଇଲ ଆକ୍ଟିଭ ଅଛି, ଆପଣଙ୍କ ପ୍ରୋଫାଇଲ ଯଦି ମାନେ ଠିକ ଅଛି, ଆର୍ଥିକ ସ୍ୱଚ୍ଛଳ ବର୍ଗରେ ଆପଣ ଅଛନ୍ତି ଏବଂ ଆପଣଙ୍କର ସବୁ କିଛି କ୍ରାଇଟେରିଆ ଫୁଲଫିଲ ଅଛି, ଆପ୍ରୁଭ ଅଛି, ତା ସହିତ ଆପଣ ପ୍ରଥମ କିସ୍ତି ପାଇବେ। ମନେ ରଖନ୍ତୁ, ପ୍ରଥମେ ଯାହାର ଗାଇଡଲାଇନ୍ସ ଅଛି, ଯାହା ସବୁ ଗଭର୍ଣ୍ଣମେଣ୍ଟର ଗାଇଡଲାଇନ୍ସ ଆପଣ ମାନେ ଜାଣିଥିବେ, ସେସବୁ ପଢି ନିଅନ୍ତୁ। ଅଯୋଗ୍ୟ ମାନେ ଯଦି ଆବେଦନ ବାରମ୍ବାର କରିବେ, ବାରମ୍ବାର ଆପଣଙ୍କ ସହିତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ। ସରକାର ମଧ୍ୟ ଏ ନେଇ କହିଛନ୍ତି। ଯଦି ଆପଣଙ୍କର ଫୋର ହ୍ୱିଲର ଅଛି, ଆପଣଙ୍କର ଜମି ଅଛି, ଆପଣ ଗଭର୍ଣ୍ଣମେଣ୍ଟରୁ କିଛି ଅଲଗା ସାହାଯ୍ୟ ପାଉଛନ୍ତି, ଆପଣ ଯଦି ଆବେଦନ କରୁଛନ୍ତି, ଆପଣ ନାଁରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ତେଣୁ ଆପଣ ଏଇ ଭୁଲ କେବେ ବି କରନ୍ତୁ ନାହିଁ। ଆଉ ଯୋଉମାନେ ଆବେଦନ କରିଛନ୍ତି, ଆପଣ ଯଦି ପେଣ୍ଡିଂ ଲେଖୁଛି, ଆପଣ ତୁରନ୍ତ ଯାଇକି ଜନସେବା କେନ୍ଦ୍ରରେ ପଚାରି ପାରନ୍ତି, ଆପଣ ପ୍ରୋଫାଇଲ ମଧ୍ୟ ଚେକ୍ କରିପାରନ୍ତି, କୌଣସି ଅସୁବିଧା ନାହିଁ। ଆପଣଙ୍କୁ ପ୍ରଥମ କିସ୍ତି ମିଳିବ। ଆଉ 17 ତାରିଖର ପରେ ଆପଣ ଯଦି ଆବେଦନ କରିବେ, ଆପଣଙ୍କୁ ମଧ୍ୟ ମିଳିବ। ତାପରେ ଆଉ ଗୋଟିଏ କଥା ହେଲା, କିଛି ଲୋକ କହୁଛନ୍ତି ଯେ ଆମର 4ଟା 5ଟା ଆକାଉଣ୍ଟ ଅଛି, ଆମେ କଣ କରିବୁ? ଆମେ 4ଟା 5ଟା ଆକାଉଣ୍ଟରୁ କୋଉ ଆକାଉଣ୍ଟଟା ଦେବୁ? ଯୋଉ ଆକାଉଣ୍ଟରେ ଆମର ଟଙ୍କା ଆସୁଛି କିମ୍ବା ଯୋଉ ଆକାଉଣ୍ଟରେ ଆମର ଟ୍ରାଞ୍ଜାକ୍ସନ ହଉଛି, ସେ ଆକାଉଣ୍ଟ ଦବୁ କି? ଏମିତି ଭାବୁଛନ୍ତି। ଦେଖନ୍ତୁ, ଆପଣ ଯୋଉ ଆକାଉଣ୍ଟ ମାନେ ସେ ଆକାଉଣ୍ଟ ଦେଇପାରିବେ, କିନ୍ତୁ ମନେ ରଖନ୍ତୁ, ସେଇ ବ୍ୟାଙ୍କ ଆକାଉଣ୍ଟ ସେ ଆଧାର କାର୍ଡ ସହିତ ଲିଙ୍କ ଥିବା ଦରକାର। ମାନେ ସେଇ ଆଧାର କାର୍ଡରେ ଆପଣ ଗୋଟେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବା ଦରକାର। ଯାହାର ସିଙ୍ଗଲ ଆକାଉଣ୍ଟ, ତା ପାଇଁ କୌଣସି ଅସୁବିଧା ନାହିଁ। ଯାହାର 4-5ଟା ଆକାଉଣ୍ଟ, ଆପଣ ସେଇ ନାଁ ଦେବେ ଏବଂ ସେଇ ଆଧାର କାର୍ଡ ତ ଆପଣ ନିଶ୍ଚିତ ଖୋଲିଥିବେ, ସେଇ ବ୍ୟାଙ୍କ ଆକାଉଣ୍ଟ ଦେବେ, ଯାହାଫଳରେ ଆପଣଙ୍କୁ ସେଇ ଟଙ୍କା 17 ତାରିଖରେ ମିଳିଯିବ। ତାପରେ ଗଭର୍ଣ୍ଣମେଣ୍ଟ ଘୋଷଣା କରିଛନ୍ତି ଯେ ଯେଉଁମାନେ ମହିଳାମାନେ ଏବେ ଆବେଦନ କରୁଛନ୍ତି, ତାଙ୍କର ସର୍ଭର ଫେଲ ହଉଛି, ସର୍ଭର ଡାଉନ ହଉଛି, ଆପଣ କିଛି ସମୟ ଅପେକ୍ଷା କରନ୍ତୁ। ମାନେ 17 ତାରିଖ ପରେ ବି ଆବେଦନ କରିପାରିବେ, କୌଣସି ତରବର ନାହିଁ। ଆପଣ ହଡଫଡିରେ ଯଦି ଥରେ କରିଦେବେ, ଆପଣ ଯଦି ଥରେ ରିଜେକ୍ସନ ହେଇଗଲା, ଆଉ ସେକେଣ୍ଡ ଟାଇମ କରିପାରିବେ ନାହିଁ, ଏଇଟା ମନେ ରଖନ୍ତୁ। କିନ୍ତୁ ସରକାର ସେଥିପାଇଁ କହିଛନ୍ତି, ଯଦି ଆପଣଙ୍କର ଆବେଦନରେ ପାଇଁ କୌଣସି ଅସୁବିଧା ହଉଛି, ଆପଣ ମାନେ ଯେତେବେଳେ ଚାହିଁଲେ ଆବେଦନ କରିପାରିବେ, ଆପଣଙ୍କର ପ୍ରଥମ କିସ୍ତି ମିଳିବ। 17 ତାରିଖରେ ଦେଖନ୍ତୁ, ଯୋଉ କିସ୍ତି ସବୁ ମିଳିଯାଉଛି, 17 ତାରିଖ ପରେ ମଧ୍ୟ କଲେ ଆପଣଙ୍କୁ ତୁରନ୍ତ ସେଇ ପଇସାଟା ମିଳିବ। ତାପରେ ନେକ୍ସଟ କିସ୍ତି ମଧ୍ୟ ମିଳିବ। କିନ୍ତୁ ସରକାର କହିଛନ୍ତି, ଯେହେତୁ ମୋଦିଙ୍କ ଜନ୍ମଦିନ, ସେଇଦିନ ମୋଦି ମଧ୍ୟ ଘୋଷଣା କରିଛନ୍ତି 17 ତାରିଖ ଦିନ ପ୍ରଥମ କିସ୍ତି ସମସ୍ତଙ୍କୁ ଦେବେ। ଆଉ ଗୋଟିଏ କଥା ମନେ ରଖନ୍ତୁ, ସୁଭଦ୍ରା ଯୋଜନା ମନି ଟ୍ରାନ୍ସଫର ନେଇ କିଛି ଲୋକଙ୍କର କଥା ଆସୁଛି ଯେ ଜନଧନ ଆକାଉଣ୍ଟ ଯାହାର ଅଛି, ତାଙ୍କ ଆକାଉଣ୍ଟକୁ ଆଗେ ଆସିବ। ଯାହାର ଗଭର୍ଣ୍ଣମେଣ୍ଟର ଜିରୋ ଆକାଉଣ୍ଟ ଅଛି, ତାଙ୍କ ସେଇ ଆକାଉଣ୍ଟ ଦେଲେ ଆଗେ ଆସିବ। ସେଇ ସବୁ ଭୁଲ ଧାରଣା। ଯାହାର ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ଅଛି, ତାର ମଧ୍ୟ ସେଇ ଆକାଉଣ୍ଟରେ ଆଗେ ଆସିବ। ସେଇଟା ଆପଣଙ୍କର ଭୁଲ ଧାରଣା। ଆପଣଙ୍କର ଯେକୌଣସି ଆକାଉଣ୍ଟ ଅଛି, ଆପଣଙ୍କର ବାସ୍ ଆର୍ଥିକ ସ୍ୱଚ୍ଛଳ ମାନେ ସ୍ଥିତି ଏତେ ମାନେ ଉଜ୍ଜଳ ହୋଇନଥିବା ଦରକାର। ମାନେ ଗାଇଡଲାଇନ୍ସ ଅନୁସାରେ ଆପଣଙ୍କର ସବୁ କିଛି ଠିକ ଥିବା ଦରକାର, ତାହେଲେ ଆପଣଙ୍କର ଆକାଉଣ୍ଟକୁ ଟଙ୍କା ଆସିବ। ଏଇଟା ଧ୍ୟାନ ରଖନ୍ତୁ। ଆଉ କୌଣସି କେତେଟା ବ୍ୟାଙ୍କ ଅଛି, କଣ ଅଛି, କିଛି ସେସବୁ ବିଷୟରେ ମୁଣ୍ଡ ଖେଳାନ୍ତୁ ନାହିଁ। ଆଉ ଯୋଉମାନେ ଆବେଦନ କରୁଛନ୍ତି, ଆପଣ ମାନେ ଭଲ କି ଚେକ୍ କରିକି ଆବେଦନ କରନ୍ତୁ, ଯାହା ଫଳରେ କୌଣସି ଅସୁବିଧା ଆପଣଙ୍କର ନ ହୁଏ। ଆଉ ଥରେ ଯଦି ଫର୍ମ ରିଜେକ୍ଟ ହେଇଗଲେ, ଆପଣଙ୍କ ପାଇଁ ବହୁତ ବ୍ୟାଡ ଲକ୍। ତେଣୁ ଆପଣ ମାନେ ଦେଖନ୍ତୁ, ଆପଣଙ୍କ ଫର୍ମ ଆପ୍ରୁଭ ଅଛି ନା ପେଣ୍ଡିଂ ଅଛି ନା କଣ ଅଛି। ଆପଣଙ୍କର ଯଦି କିଛି ଅସୁବିଧା ହଉଛି, ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ଯାହା ଫଳରେ ଆମେ କିଛି ସଲ୍ଭ କରିବା ପାଇଁ ଚେଷ୍ଟା କରିବୁ। ଜୟ ଜଗନ୍ନାଥ।